ମୋ ଅପା ମୋତେ ଯାତରା ବୁଲେଇ ନେବା ବାହାନାରେ ମୋତେ ରାସ୍ତା କଡ଼ରେ ଠିଆ କରି ଅନ୍ଧାରୁଆ ଜାଗା ଦେଖି ମୋ ପ୍ୟାଣ୍ଟ ଭିତରେ ହାତ ପୁରେଇ ମୋ ଲମ୍ବା ଆଉ ଚିକଣିଆ ବାଣ୍ଡକୁ ହଲେଇବାରେ ଲାଗିଲା। ପୁରା ଘଟଣା ମୁଁ ଏଇ ଭିଡ଼ିଓ ମାଧ୍ୟମରେ ଜଣେଇବି। କେମିତି ଥିଲା ଅପାର ମୋର ସମ୍ପର୍କ, କେମିତି ସେ ମୋ ପ୍ୟାଣ୍ଟ ଭିତରେ ହାତ ପୁରେଇଲା, ତାହାର ସାହସ କେମିତି ହେଲା, କ'ଣ ଘଟଣା ଘଟିଥିଲା ମୁଁ ଆପଣମାନଙ୍କୁ ଜଣେଇବି। ଗିଆଁ ଗେହିଁର ମଜା ପୁରା ଦେବି ଏଇ ଭିଡ଼ିଓ ମାଧ୍ୟମରେ। ଏଇ ବର୍ଷା ଦିନରେ ଆପଣ ଆପଣଙ୍କ ବାଣ୍ଡ ଉପରେ ତକିଆ ମାଡ଼ି ଦେଇ ବସିଯାଆନ୍ତୁ ଆଉ ଟୋକିମାନେ ବିଆରେ ଆଙ୍ଗୁଠି ପୁରେଇ ପୁରେଇ ଗିଆଁ ଗେହିଁର ମଜା ନିଅନ୍ତୁ। ତ ଚାଲନ୍ତୁ ବନ୍ଧୁଗଣ, ଆଜିର ଏଇ ବିଷୟବସ୍ତୁକୁ ଆମେ ଆରମ୍ଭ କରିବା। ଅପାକୁ ମୁଁ ବିଆ ଚାଟି ଚାଟି ଗେହିଲି ଆଉ ଅପା ବି ପ୍ୟାଣ୍ଟ ଭିତରେ ହାତ ପୁରେଇ ମୋ ଲମ୍ବା ବାଣ୍ଡର ମଜା ନେଲା। ତ ଆପଣମାନେ ପୁରା ଦେଖିବାକୁ ଅନୁରୋଧ। ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖିଲେ ଆପଣ ଭିଡ଼ିଓର କାହାଣୀକୁ ବୁଝିପାରିବେ। ଅଧାରୁ ସ୍କିପ୍ କରି ଦେଖିଲେ ଆପଣମାନେ ଅଧା କାହାଣୀକୁ ହରେଇ ବସିବେ। ତ ନିର୍ଭର କରେ ଆପଣଙ୍କ ଉପରେ କି ଆପଣ କିଭଳି ଭାବେ ଭିଡ଼ିଓକୁ ଦେଖୁଛନ୍ତି। ତ ଚାଲନ୍ତୁ ବନ୍ଧୁଗଣ, ବିଶେଷ ଜ୍ଞାନ ନଚଦି ଭିଡ଼ିଓକୁ ଆରମ୍ଭ କରିବା। ଆମର ଗୋଟେ ଛୋଟ ପରିବାର। ଆମ ପରିବାରରେ ମାତ୍ର ଆମେ 4 ଜଣ, ବାପା, ବୋଉ ଆଉ ମୁଁ ଆଉ ମୋ ଅପା। ମୁଁ ହେଉଛି ମୋ ଅପା ଠାରୁ 2 ବର୍ଷ ସାନ, ମାନେ ମୋ ଅପା ହେଉଛି ମୋ ଠାରୁ 2 ବର୍ଷ ବଡ଼। ସେମ୍ ଏଜ୍ର, ବାକି ଟିକେ ଅଳ୍ପ ବହୁତ କମ୍ ଫରକ। ତ ବେଶୀ କିଛି ଫରକ ପଡ଼େନି। ତ ଅପା ମୋର ଅପା ନୁହେଁ, ଅପା ମୋର ସାଙ୍ଗ ଭଳି। ତ ଯେତେବେଳେ ଅପା ମୋର ସାଙ୍ଗ ଭଳି ହୁଏ ତ ସବୁ କଥା ସେୟାର ତ ମୁଁ କରେ ହିଁ କରେ। ବାକି ଏମିତି ଖରାପ ନଜର ଛୁଆଟା ବେଳୁ ଅପାର ମୋ ଉପରେ ନଥିଲା କି ମୋର ଅପା ଉପରେ ନଥିଲା। ଯେମିତି ଧୀରେ ଧୀରେ ବୟସର ତାରତମ୍ୟ ବଢ଼ି ଚାଲିଲା, ଅପା ମୋ ଉପରେ ଇଣ୍ଟରେକ୍ସନ୍ ନେବାକୁ ଲାଗିଲା। ଆମ ଘର ହେଉଛି ସମ୍ବଲପୁରର ଗୋଟେ ଛୋଟ ସହରରେ। ତ ମୋ ବାପା ଯିଏ, ସେ ଗୋଟେ ଛୋଟ ଦୋକାନରେ କାମ କରନ୍ତି ଆଉ ଆମର ଜୀବିକା ନିର୍ବାହ ସେଇଥିରେ ହେଇଯାଏ। ତ ହସ ଖୁସିରେ ପରିବାର ଚଳେ। ତ ଚଳିବା ଭିତରେ ଏମିତି କିଛି ଦିନ ଚଳିବା ପରେ ମୋ ଅପା କଲେଜରେ ଆଡ଼ମିସନ୍ କଲା। କଲେଜରେ ଯେତେବେଳେ ଆଡ଼ମିସନ୍ ସେ କଲା ତ ସେଇ ସମୟରେ ତାକୁ ନେବା ଆଣିବା ପାଇଁ ମୁଁ ରହିଥାଏ। ତାକୁ ପ୍ରତିଦିନ ନେବା ଆଣିବା କରେ। ଡେଲି ମୋର ଟିକେ ରାଣ୍ଡୁଆମି ଦୋଷ ବଢ଼ି ଚାଲିଲା। ଆଉ ମୋତେ ଗିଆଁ ଗେହିଁର ପ୍ରବଳ ଶକ୍ତି ଆପଣମାନେ ଜାଣିଛନ୍ତି। ମୋର 8 ଇଞ୍ଚର ଲମ୍ବା ବାଣ୍ଡ ଦେଖିବାକୁ ଟିକେ ଶ୍ୟାମଳ କଲର ଟୋକାଟେ, ଲମ୍ବା ଟୋକାଟେ ହେଲେ କ'ଣ କରିବେ, ମୋତେ ଗେହିବାକୁ ମୋତେ ଟୋକିଙ୍କ ଅପେକ୍ଷା ମାଇକିନିଆ ମାନେ ବହୁତ ପସନ୍ଦ। ଯାହାକି ବଡ଼ ବଡ଼ ଦୁଧବାଲି ମାଇକିନିଆ ମାନେ ମୋତେ ବେଶୀ ପସନ୍ଦ। ତାଙ୍କ ବିଆରେ ଜିଭ ପୁରେଇ ଚାଟିବାର ମଜା ହିଁ କିଛି ଅଲଗା, ଆଉ ତାଙ୍କ ଗାଣ୍ଡିରେ ଆଙ୍ଗୁଠି ପୁରେଇ ଗେହିବାର ମଜା କିଛି ଅଲଗା। ତ ମୋତେ ଏଇଭଳି ନିଶା କିଛି ଭଲ ଭାବରେ ଚଢ଼ିଥାଏ। ତ ଏବେ ବି ଚଢ଼ିଛି, ସେମିତି କିଛି ନାହିଁ। ମୁଁ ମାଇକିନିଆ ମାନଙ୍କ ଉପରେ ବହୁତ ଇଚ୍ଛା ପ୍ରକାଶ କରେ, ହେଲେ ଟୋକିମାନଙ୍କ ଉପରେ କମ୍ ଇଚ୍ଛା ପ୍ରକାଶ କରେ। ଏହି ମୋର ଗୁଣ ଭଲ କି ଖରାପ ତ ମୁଁ ଜାଣିନଥିଲି, ହେଲେ ଧୀରେ ଧୀରେ ପ୍ରତିଦିନ କଲେଜରୁ ଘରକୁ ଆଉ ଘରୁ କଲେଜରୁ ନେଇକରି ଯିବା ମୋ କାମ ରୁହେ। ଖାଇ ପିଇ ମାଇକିନିଆ ମାନଙ୍କୁ ଲାଇନ୍ ମାରିବା ଆଉ ତାଙ୍କୁ ଗେହିବା ମୋର ପ୍ରକୃତ କାମ। ତ ଏଇ ବିଷୟ ଏମିତି କିଛି ଜିନିଷ ଚାଲିଲା ପରେ ତ ଦିନକର କଥା, ମୋ ଅପାକୁ ନେଇକରି କଲେଜ ଯାଇଥାଏ। ଆଉ ତା କଲେଜରେ ତା ସାଙ୍ଗ ପିଲାମାନେ, ଯେଉଁ ଟୋକି ସାଙ୍ଗମାନେ ଥାଆନ୍ତି, ସେମାନେ ମୋତେ ବରାବର ଅନଉଥାନ୍ତି। ଆଉ ଅନେଇବା ଭିତରେ ମୁଁ ବି ତାଙ୍କୁ ଦେଖେ, ହେଲେ ମୁଁ ତାଙ୍କୁ ଦେଖି ମୋ ବାଣ୍ଡ ଠିଆ ହଅନା। ସବୁ ସିଲପଟ ରୋଲର, ଦୁଧ ବି ସେମ୍, ଗାଣ୍ଡି ବି ସେମ୍, ମୋତେ ଜମାରୁ ମଜା ଆସେ ନା। ତ ଦିନକର ଘଟଣା, ସନ୍ଧ୍ୟାବେଳ ସମୟ ପ୍ରାୟ 5ଟା ବାଜି ଯାଇଛି। ମୁଁ ଅପାକୁ ଗାଡ଼ିରେ ବସେଇ ଆଣୁଛି। ତ ଗାଡ଼ିରେ ବସେଇ ଆଣିବା ଭିତରେ ତ ଅପା ମୋତେ କହିଲା ମୋ ସାଙ୍ଗ ଜଣେ ତୋତେ ବରାବର ଲାଇନ୍ ଦେଉଛି ଆଉ ତୋ ସହିତ କଥା ହେବା ପାଇଁ ଇଚ୍ଛା ହେଉଛି, ବୋଧେ ସେ ମନେ ମନେ ତୋତେ ଭଲ ପାଉଛି। ମୁଁ କହିଲି ଅପା ଗୋଟେ କଥା କହିବି, ଖରାପ ଭାବିବୁନି। ଅପା କହିଲା କହୁନୁ, ମୁଁ ତ ତୋ ଭାଇ କମ୍, ତୋ ଭଉଣୀ କମ୍, ସାଙ୍ଗ ବହୁତ। ତୁ କହ, ମୋତେ କହିବୁନି ତ କାହାକୁ କହିବୁ? ମୁଁ କହିଲି ଅପା ମୋତେ ଝିଅ ପିଲାମାନେ ଟୋଟାଲ ଆଦୌ ପସନ୍ଦ ନାହାନ୍ତି। ମୋତେ 40ରୁ 45 ବର୍ଷ ଭିତରେ ମାଇକିନିଆ ମାନେ, ଯାହାର ଦୁଧର ସାଇଜ୍ ବଡ଼ ବଡ଼, ସେଇମାନେ ହିଁ ମୋତେ ବହୁତ ପସନ୍ଦ। ଅପା କହିଲା ଆଚ୍ଛା ଏମିତି ତୋର ତାହେଲେ ଅସୁବିଧା। ମୁଁ କହିଲି ହଁ, ସେଇଥିପାଇଁ ତ ମୁଁ ଝିଅ ପିଲାମାନଙ୍କୁ ଅନଉନି ନା। ଏଇଟା ଠିକ୍ କଥା ଯେ, ହେଲେ ମାଇକିନିଆ ମାନଙ୍କ ଠେଇଁ କ'ଣ ଅଛି? ଯେଉଁ ମଜା ଝିଅ ପିଲାଙ୍କ ଭିତରେ ପାଇବୁ, ସେ ମଜା ତୁ ମାଇକିନିଆ ମାନଙ୍କ ପାଖରେ ପାଇପାରିବୁନି। ମୁଁ କହିଲି ଅପା ତୁ ମାଇକିନିଆ ବିଷୟରେ କ'ଣ ଜାଣିଛୁ? ତାଙ୍କର ଯେଉଁ ଚଉଡ଼ା ବିଆକୁ ଚାଟିବାରେ ଯେଉଁ ମଜା, ସେ ମଜା ହୁଏତ ଟୋକିଙ୍କ ପାଖରେ ନାହିଁ। ଟୋକିଙ୍କର ନାଳୁଆ ବିଆରେ ମୋତେ ଜମାରୁ ଚାଟିବା ପାଇଁ ମଜା ଆସେନି। ଅପା କହିଲା ତୁ ବହୁତ ଖରାପ ହେଇଗଲୁଣି। ମୁଁ କହିଲି ଅପା ତତେ ତ କହୁଛି, ଆଉ କାହାକୁ କହୁଛି କି? ଏ କଥା ତତେ ହିଁ କହିବି ନା, ଆଉ କାହାକୁ ଅଛି କିଏ କହିବି? ଅପା କହିଲା ଠିକ୍
ଅଛି, ଗୋଟେ କାମ କର। ତ ମୁଁ କହିଲି ଠିକ୍ ଅଛି, କ'ଣ କାମ କରିବି? ତ ସେଇ ସମୟରେ ଅପା ତା ଦୁଧ ଦୁଇଟାକୁ ମୋ ପିଠିରେ ବାଡ଼ଉଥାଏ। ଆଉ ଅପା ଆମର ଦେଖିବା ପାଇଁ ବହୁତ ଶ୍ୟାମଳ କଲର ଝିଅଟିଏ, ଟିକେ ଲମ୍ବା ହାଇଟ୍, ଆଉ ତା'ର ଦୁଧ ପୁରା ଯେଉଁ ଭଳିଆ ଦୁଧ ମୁଁ ଖୋଜୁଥାଏ ମାଇକିନିଆମାନଙ୍କର, ମୋ ଅପାର ବି ସେଇଭଳିଆ ଦୁଧ। ଆଜି ଯାଏ ମୋ ଅପା କେଉଁ ଟୋକାକୁ ତା ଦୁଧର ଛୁଆଁ ଆଜି ଯାକେ ଦେଇନି। ତା ଦୁଧର ଭୁଣ୍ଡି ଛୋଟିଆ ଛୋଟିଆ ଆଉ ବଡ଼ ବଡ଼ ସାଇଜ୍ର ଦୁଧ, ତା ଅଣ୍ଟା ଟିକେ ମୋଟା ଆଉ ତା ଗାଣ୍ଡି ଟିକେ ଚଉଡ଼ା, ଯାହାକି ବାଣ୍ଡ ପୁରେଇଲେ ଅଟୋମେଟିକ୍ ବାଣ୍ଡ ଭିତରକୁ ପଶିଯିବ, ମଜା ବି ବହୁତ ଆସିବ। ଏଇଭଳିଆ ତାର ଗାଣ୍ଡି ଆଉ ତା ବିଆ। ମୁଁ ଅପାକୁ ବ୍ରେକ୍ ମାରି ମାରି ତା ଦୁଧର ମଜା ନେଇ ନେଇ ଆସୁଥାଏ। ତଥାପି ଅପା ଜାଣିପାରୁଥାଏ ଅବଶ୍ୟ, ହେଲେ ମୋତେ କିଛି କହୁନଥାଏ। ତ ମୁଁ ଏମିତି କିଛି ଦିନ ଚାଲିବା ପରେ ଅପା କହିଲା, ଦିନେ ତା ରୁମ୍କୁ ମୋତେ ଡାକିଲା। ସନ୍ଧ୍ୟା ହେଲା, ଆମେ ରୁମ୍ରେ ପହଞ୍ଚିଲୁ। ମୁଁ ମୋ ରୁମ୍କୁ ଯାଇ ମୋ ବେଡ଼ରୁମ୍କୁ ଯାଇ ମୁଁ ମୋର ଧୁଆଧୁଇ କରି ଗାଧୁଆ ପାଧୁଆ କରି ଖାଇ ପିଇକିରି ଶୋଇବାକୁ ଜଷ୍ଟ ଯାଉଛି, ଅପା ମୋତେ ଡାକିଲା। ମୋତେ କହିଲା, ଅପା କହିଲା, କ'ଣ ତୁ କରୁଛୁ? ମୁଁ କହିଲି, ଏଇଠି ବସିଛି ଆଉ ମୋବାଇଲ୍ ଚଲାଉଛି, ତମେ କ'ଣ କରୁଛ? ସେ କହିଲା ଗୋଟେ କାମ କର, ଇଆଡ଼କୁ ଟିକେ ଆ, କାମ ଅଛି। ମୁଁ କହିଲି ହଉ ଠିକ୍ ଅଛି। ଅପା ତୁରନ୍ତ କ'ଣ କଲା ନା, ତା ମୋବାଇଲରେ କାହା କତିକି ଜଣକୁ ଭିଡ଼ିଓ କଲ୍ କରିଦେଲା। ସେ ବି ଗୋଟେ ଝିଅଟା ହିଁ ଥାଏ। ତ ସେ ମୋତେ ତା ଦୁଧର ସାଇଜ୍ ଦେଖାଇବାକୁ ଲାଗିଲା। ମୁଁ କହିଲି, ଅପା ତୁ ଭିଡ଼ିଓ କଲ୍ରେ ଗୋଟେ ଅନ୍ୟ ଝିଅର ଦୁଧ କ'ଣ ପାଇଁ ମୋତେ ଦେଖାଉଛୁ? ମୋର ବାଣ୍ଡ ଦେଖ ଠିଆ ହେଉନି। ଅପା ସେ ଝିଅକୁ କହୁଛି, ଇଏ ଦେଖ ମୋ ଭାଇ କେତେ ହ୍ୟାଣ୍ଡସମ୍ ଟୋକାଟିଏ, ଆଉ ତା'ର କେତେ ଲମ୍ବା ଆଉ ଚିକଣ ବାଣ୍ଡଟେ। ଯେମିତି କହିକିରି ଅପା ମୋ ପ୍ରଥମ ଥର ପାଇଁ ମୋ ବାଣ୍ଡରେ ହାତ ଲଗେଇ ଦେଇଛି, ମୋ ବାଣ୍ଡ ଫଟ୍ କିନା ଠିଆ ହେବାକୁ ଲାଗିଲା। ତ ମୁଁ ଅପାକୁ କହିଲି, ଅପା ଭିଡ଼ିଓ କଲ୍ ପ୍ଲିଜ୍ ବନ୍ଦ କରିଦେ। ଅପା କ'ଣ କଲା, ତୁରନ୍ତ ଭିଡ଼ିଓ କଲ୍କୁ କାଟିଦେଲା। ଆଉ କାଟି ସାରିଲା ପରେ ମୁଁ ଅପା ଗାଲରେ ଦୁଇଟା ଚୁମା ଦେଇଦେଲି। ଅପା ଗାଲରେ ଦୁଇଟା ଚୁମା ଯେତେବେଳେ ଦେଇଦେଲି, ଗେହିବା ପାଇଁ ଅପାକୁ ମୋର ସାହସ ହିଁ ପାଉନଥିଲା। ମୁଁ ଚୁମା ଦେଇକରି ଜଷ୍ଟ ପଳେଇ ଆସିଲି। ଆଉ କିଛି ସମୟ ପରେ, ମାନେ ରାତି 10ଟାରୁ 11ଟା ବାଜିବ ସମୟ ହେଇଥାଏ, ଅପା ସେହି ସମୟରେ ସେ ଶୋଇବା ପାଇଁ ଯାଉଥାଏ। ଆଉ ଶୋଇବା ସମୟରେ ମୁଁ ଶୁଣେ ଆୱାଜ ଆସୁଛି ଅପା ରୁମ୍ରୁ, ଆର ସାଉଣ୍ଡ ବହୁତ ଜୋର ଶୁଭାଯାଉଛି। ମୁଁ ପଚାରିଲି, ଅପା ଏ ଯେଉଁ ଶବ୍ଦ ଶୁଭୁଛି କ'ଣ ଆଉ ହେଇପାରେ? ମୁଁ ଲୁଚି ଲୁଚି ଯାଇ ଦେଖେ, ଅପା ତା'ର ଲମ୍ବା ଚଉଡ଼ା ବିଆରେ ଆଙ୍ଗୁଠି ପୁରେଇ ଗିଆଁ ଗେହିଁର ମଜା ବରାବର ନେଉଛି। ମୁଁ କହିଲି, ମୁଁ ଆଉ କିଛି ନ କହି ମୁଁ ଚୁପଚାପ ହେଇ ରହିଗଲି। ଆଉ ଚୁପଚାପ ହେଇ ରହିବା ପରେ ସକାଳକୁ ଉଠିଲି। ଆଉ ମୁଁ ମୋ ବାଣ୍ଡକୁ ହଲେଇ ନଥାଏ, ଚୁପଚାପ ରହିଥାଏ। ତ ଚୁପଚାପ ହେଇ ରହିଲି। ସକାଳକୁ ଉଠି ମୋ ଅପାକୁ କଲେଜ ନେଇକରି ଗଲି। ମୁଁ କହିଲି, ଅପା ମୁଁ ଗୋଟେ କଥା କହିବି, ଖରାପ ଭାବିବୁନୁ। କାଲି ତ ବେଡ଼ରୁମ୍ରୁ ଆର ଶବ୍ଦ ବହୁତ ଜୋର ଶୁଭୁଥାଏ। ଟିକେ ଟିକେ ହସିକିରି ମୁଁ କହୁଥାଏ। ତ ଅପା କହିଲା, ବାଳୁଙ୍ଗା ତୁ ଶୁଣୁଥିଲୁ ମୁଁ କ'ଣ କରୁଛି? ମୁଁ କହିଲି, ନା ମୁଁ ଶୁଣିନି, ମୁଁ ଖାଲି ଜଷ୍ଟ ପଚାରିଦେଲି ତମକୁ କ'ଣ ତମେ କରୁଥିଲ। ଅପା କହିଲା, ବେଳେବେଳେ ଇଚ୍ଛା ହୁଏ, ହେଲେ କ'ଣ କରିବି, ମୋ ପାଖରେ କେହି ତ ନାହାନ୍ତି। ଅପା ମୋତେ ଇନଡାଇରେକ୍ଟଲି ଇସାରା କରି କହୁଥିଲା କି ତୁ ମୋତେ ଆସି ଗେଇ ଦେଇଯା। ତ ମୁଁ କହିଲି, ଠିକ୍ ଅଛି ଅପା, ତୁ ଟେନସନ୍ ନେନା। ତ ଦ୍ୱିତୀୟ ଦିନ ରାତିରେ ଯେତେବେଳେ ଆମେ ଘରକୁ ଫେରିଲୁ, ଅପା ବି ସେଇ କାମ କରୁଥାଏ। ମୁଁ ତୁରନ୍ତ କବାଟ ଖୋଲିଦେଲି, ଆଉ ଲୁଚି ଲୁଚି ଦେଖିଲିନି। ମୁଁ କହିଲି, ଅପା ଏମିତି କଲେ କେତେ ଦିନ ଭଲ ରହିବ? ଆଉ ଆମ ଭିତରେ ଯଦି ଖରାପ ସମ୍ପର୍କ ଆମେ ଗଢ଼ି ତୋଳିବା, ତାହେଲେ ଘର ଲୋକଙ୍କର ଇଜ୍ଜତ କ'ଣ ରହିବ? ଅପା କହିଲେ, ସେଇଟା ଠିକ୍ କଥା, ହେଲେ ନିଜର ଇଚ୍ଛା ଯେତେବେଳେ ଅଛି, ତ ସେଠି ଇଜ୍ଜତ କ'ଣ କରିବା ନ କରିବା ସେଥିରେ କିଛି ଫରକ ପଡ଼େନି। ନିଜର ଖୁସି ପୂରଣ ହେବା ଦରକାର। ମୁଁ କହିଲି, ଠିକ୍ ଅଛି। ସେଦିନ ବିଶେଷ କିଛି ନ କରି ମୁଁ ଜଷ୍ଟ ଯାଇଛି। ସେହି ସମୟରେ ମୋ କତିକି ମୋ ବାପା ଫୋନ୍ କଲେ, କହିଲେ, ଜଲ୍ଦି ଗାଡ଼ି ଆଣି ଆସ, ମୁଁ ଏଠି ଗୋଟେ ଟ୍ରାଫିକ୍ରେ ଫସି ଯାଇଛି, ମୁଁ ଏଠୁ ବାହାରି ପାରୁନି। ମୁଁ କହିଲି, ଅପା ଆଜି ଏତିକି ଥାଉ, ଆମେ କାଲି ଦେଖା ହେବା। ମୁଁ ଏବେ ଯାଉଛି ବାବାଙ୍କୁ ଆଣିବା ପାଇଁ। ତ ଘରୁ ବାବାଙ୍କୁ ଆଣିକିରି ଆସିଲି। ଅପା ମୋତେ ସକାଳୁ ସକାଳୁ କହିଲା, ଆଜି ଆମେ କଲେଜ ଯିବାନି, ଆଜି ଆମେ ଗୋଟେ ଜାଗାକୁ ଯିବା ଯେଉଁଠି ଗୋଟେ ମେଳା ଲାଗିଛି, ଯେଉଁଠି ଗୋଟେ ଯାତ୍ରା ଲାଗିଛି, ସେଠି ବହୁତ ଲୋକ ଆସୁଛନ୍ତି ବୁଲିବା ପାଇଁ, ଆମେ ଆଜି ସେଠିକି ବୁଲିବାକୁ ଯିବା। ମୁଁ କହିଲି, ଠିକ୍ ଅଛି ଅପା, ତମେ ଯଦି କହୁଛ ଆମେ ସେଇଠିକି ବୁଲିବାକୁ ଯିବା। ଅପାର ମୋର ବୁଲିବା ପାଇଁ ଯାଇଥାଉ। ଅପା କ'ଣ କଲା ନା, ମୋତେ ବୁଲିବା ବାହାନାରେ ମୋତେ ଗୋଟେ ଗଛର କଣ ପଟକୁ ନେଇ, ଅନ୍ଧାରୁଆ ଜାଗା ଥାଏ ସେଇଟା, ଅନ୍ଧାରୁଆ ଜାଗା ଭିତରକୁ ନେଇ ଅପା ମୋ ପ୍ୟାଣ୍ଟ ଭିତରେ ହାତ ପୁରେଇବାକୁ ଲାଗିଲା। ତ ଅପା ଯେତେବେଳେ ମୋ ପ୍ୟାଣ୍ଟ ଭିତରେ ହାତ ପୁରେଇବାକୁ ଲାଗିଲା, ମୋ ବାଣ୍ଡ ପୁରା ଠିଆ ହେଲା। ଆଉ ମୁଁ ବି କିଛି ନ କହି ଅପାକୁ ମୋ ପ୍ୟାଣ୍ଟ ଭିତରେ ହାତ ପୁରେଇବାକୁ ଦେଲି। ମୁଁ କହିଲି, ଅପା ଆମେ ଏଠି ବିଶେଷ ସମୟ ନଷ୍ଟ କରିବାନି, ଚାଲ ଯିବା ଭିତରକୁ। ତ ସେଇଠି ଟିକେ ଜଙ୍ଗଲ ଭଳିଆ ଥାଏ, ଆଉ ଗୋଟେ ଭଙ୍ଗା ଘର ଥାଏ। ସେଇଠି ଅପାର ବିଆକୁ ଫାଡ଼ିକିରି ମୁଁ ଖୁବ୍ ଚାଟିଲି। ଅପାର ବିଆରେ ଆଙ୍ଗୁଠି ପୁରେଇ ତାର ପୁରା ନାଳ ବାହାର କଲି। ଅପା କହିଲା, ଏମିତିଆ ଖୁସି ମୁଁ ଯାହାକୁ ଭଲ ପାଇଥାନ୍ତି ସେ ବି ମୋତେ ଦେଇପାରିନଥାନ୍ତା। ତୋର ଏଇ ଚିକଣିଆ ଆଉ ଲମ୍ବା ବାଣ୍ଡ ମୋ
ମନ ଖୁସି କରିଦେଲା। ଅପାକୁ ସେଦିନ ମୋ ଗୋଡ଼ ଟିକେ ନିକାତ ଗିଆଁ ଗେହିଲି ଆଉ ଅପାର ବିଆ ଚାଟି ଚାଟି ତା ଦୁଧର ଭୁଣ୍ଡିକୁ ସଲେଇ ସଲେଇ ଖୁବ୍ ଚାଟିଲି। ମୋତେ ବଡ଼ ମଜା ଆସୁଥାଏ। ଏମିତି ଆମେ ଗିଆଁ ଗେଇଁ ଏମିତି ଆମେ ଅଧଘଣ୍ଟା ଖଣ୍ଡେ ପ୍ରାୟ ଗିଆଁ ଗେଇଁ ହେଲୁ। ଆଉ ଅପାର ବିଆର ପୁରା ନାଳ ବାହାର କଲି ଆଉ ଶେଷରେ ମୋ ବାଣ୍ଡରୁ ବି ନାଳ ଅଟୋମେଟିକ୍ ବାହାରି ପଡ଼ିଲା। ଏମିତି କିଛି ସମୟ ସରିବା ପରେ ମୁଁ ଭାବିଲି କି ଆଉ ମୋର ଇଚ୍ଛା ହିଁ ହେଉନି। ତ ସେଇ ସମୟରେ ଅପା କହିଲା ଚାଲ ଆମେ ସେଦିନ ଖୁବ୍ ମସ୍ତି କଲୁ ଆଉ ବୁଲାବୁଲି କରି ଆମେ ଘରକୁ ଫେରି ଆସିଲୁ। ଘରକୁ ଫେରି ଆସିବା ସମୟରେ ରାତି ପ୍ରାୟ 1ଟା ହେଇସାରିଥାଏ। ମୋର ମନ ଫେରେ ମୋ ଅପା ପାଖରେ ଥାଏ ଆଉ ଅପାର ମନ ବି ପୁଣି ମୋ ପାଖରେ ହିଁ ଥାଏ। ତ ମୁଁ କ'ଣ କରିବି କ'ଣ ନାହିଁ, ମୁଁ ଅଚାନକ କବାଟ ଖୋଲି ଆମ ଘର କିଏ ମୋତେ ସନ୍ଦେହ କରିବ। ତ ମୁଁ ଫଟକିନା କବାଟ ଖୋଲି ଅପା ରୁମ୍କୁ ଗଲି ଆଉ ଅପାକୁ କୁଣ୍ଢେଇକିରି ପଛପଟରୁ କୁଣ୍ଢେଇକିରି ଧରିଲି। ଡିମ୍ ଲାଇଟ୍ ଜଳୁଥାଏ, ଟିକେ ଟିକେ ଅନ୍ଧାର ଥାଏ, ଘର ଭିତରେ କେହି ନଥାନ୍ତି। ମୁଁ ଅପାକୁ ପଛପଟରୁ କୁଣ୍ଢେଇକିରି ଧରିଲି। ଶ୍ୟାମଳ ବର୍ଣ୍ଣର ଟୋକି, ତା ଦୁଧ ବଡ଼ ବଡ଼। ମୁଁ ତାର ଉପର ପଟରୁ ଦୁଧରେ ହାତ ପୂରେଇ ଚିପିବାକୁ ଲାଗିଲି। ଯେତେ ଚିପୁଥାଏ ମୋତେ ସେତେ ମଜା ଆସୁଥାଏ। ତ ଚିପି 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 ଅପା କହିଲା ଥାଉ ଆଉ ଚିପ୍ନା, ମୋତେ ବହୁତ କଷ୍ଟ ହେଉଛି। ମୁଁ କହିଲି ଅପା ତୁ ଟେନସନ୍ ନେନି। ଅପାର ବିଆରେ ଟିକେ ତେଲ ପକେଇ ଆଙ୍ଗୁଠିରେ ସଲେଇ 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 ଚାଟିଲି, ଫେର ଚାଟିଲି। ଯେତେ ଚାଟୁଥାଏ ମୋତେ ମଜା ଆସୁଥାଏ। ମୁଁ ସେଦିନ ରାତିରେ ପୁରା ରାତି ଅପା ସହିତ ବିତେଇ ଦେଲି। ଗେଇଁ 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 ସେଦିନ ତା ଗୋଡ଼ ଟେକି ଗେଉଥାଏ। ତା ବିଆରୁ ଯେଉଁ କଚ୍ କଚ୍ ସାଉଣ୍ଡ, ଓହୋ ଆପଣମାନେ ବି ଶୁଣିଲେ ଆପଣଙ୍କ ବାଣ୍ଡରୁ ଅଟୋମେଟିକଲି ନାଳ ବାହାରି ପଡ଼ିବ। ତ ତା ବିଆର କଚ୍ କଚ୍ ସାଉଣ୍ଡରେ ମୋ ମନ ପୁରା ଖୁସି ହେଇଯାଉଥାଏ। ଆଉ ଅପା ବି ମୋ ବାଣ୍ଡକୁ ପାଟିରେ ପୂରେଇ ବହୁତ ଚୁଚୁମିବାକୁ ଲାଗିଲା। ଯେତେ ଚୁଚୁମି ଥାଏ ମୋତେ ସେତେ ମଜା ଆସୁଥାଏ। ମୁଁ ଗେଇ ଗେଇ ଅପାର ଗାଣ୍ଡିକି ଆହୁରି ଚଉଡ଼ା କରିଦେଲି ଆଉ ଆଗ ଅପେକ୍ଷା ଅପାର ଦୁଧ ବି ବଡ଼ ବଡ଼ ହେବାକୁ ଲାଗିଲା। ତ ଆମେ ପ୍ରତିଦିନ ମୁଁ ଆଉ ମୋ ରୁମ୍ରେ ଶୋଇବା ବନ୍ଦ କରିଦେଲି। ଅପା ପାଖରେ ସବୁବେଳେ ଶୋଇ ଅପାକୁ ଗେହିଁ ଚାଲେ। ଏମିତି କିଛି ଦିନ ଗେଇଲା ପରେ ଅଚାନକ ମୋର ବାହାରେ ଜବ୍ ଲାଗିଗଲା ଆଉ ମୁଁ ପଳେଇ ଆସିଲି। ଅପା ମୋତେ ସବୁଦିନ ଭିଡ଼ିଓ କଲ୍ କରେ ଆଉ ଭିଡ଼ିଓ କଲ୍ରେ ମୋ ବାଣ୍ଡ ଦେଖିବା ପାଇଁ ସେ ପାଗଳ ହେଇଯାଏ। ମୋ ଅପେକ୍ଷା ଅପା କାହାକୁ ବି ଭଲ ପାଇନଥିଲା ଆଉ ମୁଁ ବି ମନ ଭରି ଗିଆଁ ଗିଆଁ ଆମେ କରୁଥିଲୁ। ଶେଷରେ ଅପାର ବାହାଘର ହେଇଗଲା। ମୁଁ ମୋ ବାଟରେ ଚାଲି ଆସିଲି। ଆପଣମାନଙ୍କୁ ଏଇ ଗିଆଁ ଗିଆଁ ଭିଡ଼ିଓ କେତେ ମଜା ଦେଲା ଆପଣମାନେ ମୋତେ କମେଣ୍ଟରେ ନିହାତି ଜଣାନ୍ତୁ। ମୁଁ ଆପଣଙ୍କ କମେଣ୍ଟ ଦେଖି ମୋତେ ବହୁତ ଖୁସି ମିଳେ ଆଉ ମୁଁ ନୂଆ ନୂଆ ଭିଡ଼ିଓ ବନେଇବା ପାଇଁ ମୋଟିଭେଟ୍ ହୁଏ। ତ ମୋତେ କମେଣ୍ଟ କରିବାକୁ ଆଉ ଭିଡ଼ିଓକୁ ଲାଇକ୍ କରିବାକୁ କେବେ ବି ଭୁଲିବେନି। ମୁଁ ଆପଣଙ୍କ ଆଶାରେ ସବୁବେଳେ ଅନେଇ ବସିଛି। ତ ମୁଁ ଆପଣଙ୍କ ସହିତ ଦେଖା ହେବି ଅନ୍ୟ ଏକ ନୂଆ ବିଷୟବସ୍ତୁରେ। ସେତେବେଳେ ଯାଏ ମୋତେ ବିଦାୟ ଦିଅନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍, ଲଭ୍ ୟୁ ଅଲ୍।